ମାରୱାଡ଼ି ବିଜନେସମ୍ୟାନ୍ ତାଙ୍କ ବିଷୟରେ ଜାଣନ୍ତୁ। ଆମ ଓଡ଼ିଆ ବିଜନେସମ୍ୟାନ୍ ନିହାତି ଜାଣିବା ଦରକାର। ମାରୱାଡ଼ି ମାନେ ଆଜ୍ଞା କଷ୍ଟମରକୁ ପରଖିବାରେ ମାଷ୍ଟର। କେଉଁ କଷ୍ଟମର କେମିତି ପରଖିଯିବେ। ଆପଣ ଦେଖନ୍ତୁ, ମୁଁ ଯାହା ଜାଣିଛି ମାରୱାଡ଼ି ମାନେ ଆକ୍ଚୁଆଲି ଠକ ନୁହନ୍ତି, ମାନେ ଚିଟର ନୁହନ୍ତି ମାରୱାଡ଼ି ମାନେ। କିନ୍ତୁ ଆପଣ ମାରୱାଡ଼ିଙ୍କୁ ବି ମଧ୍ୟ ଠକି ପାରିବେନି, ତାକୁ ଚିଟିଂ କରିପାରିବେନି ମାରୱାଡ଼ି। ତାଙ୍କୁ ଯଦି ଆପଣ ଚିଟିଂ କରିଦେବେ, ମୁଁ ଆପଣଙ୍କୁ ମାନିବି ଯେ ଆପଣ ମାଷ୍ଟର ଧୁରନ୍ଧର। ଗୋଟେ ମାରୱାଡ଼ିକି ଯଦି ଆପଣ ଚିଟିଂ କରିବାର କେଉଁଠି ଦେଖିପାରିବେ, ସେ କେବେ ଚିଟିଂ ହେବେନି ଆଜ୍ଞା। ମାଷ୍ଟର ଧୁରନ୍ଧର ସେମାନେ। ସେ ଜାଣିନେବେ କିଏ ଆସୁଛି ମୋତେ ଚିଟ୍ କରିବାକୁ, କିଏ ଆକ୍ଚୁଆଲି ବିଜନେସମ୍ୟାନ୍, କିଏ ଚିଟର। ସେମାନେ ମାଷ୍ଟର ଏଥିରେ। କିନ୍ତୁ ଆମ ଓଡ଼ିଆମାନେ କ'ଣ ହୁଏ କି, ସେମାନେ ବିଶ୍ୱାସ କରିଯାଆନ୍ତି, ସେଥିପାଇଁ ଠକି ଯାଆନ୍ତି। କଥାରେ ଦେଇକି ଆପଣ ଦେଖିଥିବେ, ବିଶ୍ୱାସରେ ଏମିତି ବିଶ୍ୱାସ କରିଯାଆନ୍ତି, ଜଣେ ବାକି ମାଗୁଛି ଦେଇଦେବେ। ସେମାନେ ତାକୁ ପରଖି ପାରନ୍ତିନି, ଏ ଯେଉଁ ଆସୁଛି ବାକି ମୋଠୁ ନେବାକୁ ଆକ୍ଚୁଆଲି ଠିକ୍ ଲୋକ ନା ଠକ ଲୋକ ଜାଣିବା ମୁସ୍କିଲ ହେଇଯାଏ ଆମମାନଙ୍କୁ। ଆମେ କଥାରେ ଭାସି ଯାଉ, କିନ୍ତୁ ମାରୱାଡ଼ି ମାନେ କେବେ ଭାସିଯିବେନି। ସେମାନେ ଜାଣିନେବେ ଲୋକଟା କେମିତି ଭଲ ଲୋକ ନା ଠକ ଲୋକ। ତେଣୁ ମାରୱାଡ଼ି ଭଳିଆ ଆମକୁ ହେବାକୁ ପଡ଼ିବ। ଆମେ ହଠାତ୍ ବିଶ୍ୱାସ କରିବାନି, ହଠାତ୍ କାହାକୁ ବାକି ଦେବାନି, ତାହେଲେ ଆମେ ମାରୱାଡ଼ି ଭଳିଆ ସକ୍ସେସ୍ ହେଇପାରିବା। ଆମେ ଚେଷ୍ଟା କରିବା ଆମକୁ କେହି ଚିଟିଂ ନ କରନ୍ତୁ, ଆମେ ମଧ୍ୟ କାହାକୁ ଚିଟିଂ କରିବାନି, ସେ ବି ଆମେ ରଖିବା କଥା। ତେଣୁ ଆମେ କାହାକୁ ଠକିବାନି, କି ଆମେ କାହା ଦ୍ୱାରା ଠକିବୁନୁ। ଏଇଟା ଯଦି ଧାରଣା ମାନେ ମନକୁ ଆସିଲା, ଯଦି ଠିକ୍ କଥା ମୁଁ କହୁଛି, ନିଶ୍ଚୟ ଲାଇକ୍ କରିବେ ଏବଂ ଆମେ ଓଡ଼ିଆମାନେ ମାରୱାଡ଼ି ଭଳିଆ ହେବାକୁ ଚେଷ୍ଟା କରିବା। ଧନ୍ୟବାଦ।